ଧନୀ ହେବା ପୂର୍ବରୁ ମିଳିଥାଏ ଏହି 21 ଗୋଟି ଲକ୍ଷଣ। ବାସ୍ତୁଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତି ଉପରେ ଧନ ଦୌଲତର ବର୍ଷା ହେବ ମାନେ ସେ ଧନୀ ହେବାକୁ ଯାଉଛି। ଧନୀ ହେବା ପୂର୍ବରୁ ଏ 21 ଶୁଭ ସଂକେତ ମିଳିଥାଏ। ଏହି ଶୁଭ ସଂକେତକୁ କେବେ ବି ଇଗ୍ନୋର କରିବା କଥା ନୁହେଁ, କାରଣ ଏହି ସଂକେତ କହିଥାଏ ଆପଣଙ୍କର କିଛି ବଡ଼ ବଦଲାବ ହେବାକୁ ଯାଉଛି। ମାତା ଲକ୍ଷ୍ମୀ ଜଲ୍ଦି ଆପଣଙ୍କ ଘରେ ବାସ କରିବେ। ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀକୁ ଧନର ଦେବୀ କୁହାଯାଇଥାଏ। ଯେଉଁ ମନୁଷ୍ୟ ଉପରେ ଲକ୍ଷ୍ମୀଙ୍କର କୃପା ଥାଏ ସେହି ଘରେ ଧନ ପଇସାର କେବେ କମି ନଥାଏ, କେବେ ବି ଧନ ପଇସାର ଅଭାବ ନଥାଏ। ମା ଲକ୍ଷ୍ମୀକୁ ଦର୍ଶନ କରିବା ପାଇଁ ଲୋକ ଅନେକ ଉପାୟ କରନ୍ତି। ଏହା ମଧ୍ୟ ମାନ୍ୟତା ଯେ ଯେଉଁ ଘରେ ଲକ୍ଷ୍ମୀ ନିବାସ କରିଥାନ୍ତି ସେଠି କିଛି ଶୁଭ ସଂକେତ ମଧ୍ୟ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା କ'ଣ ସେହି ଶୁଭ ସଂକେତ। କିନ୍ତୁ ତା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ଭରି ରହୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିଶ୍ଚିନ୍ତ ରୂପରେ ଲେଖନ୍ତୁ। ନମ୍ବର 1, ହାତର ପାପୁଲି କୁଣ୍ଡେଇ ହେବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ପୁରୁଷର ଡାହାଣ ହାତର ପାପୁଲି ଓ କୌଣସି ମହିଳାର ବାମ ହାତର ପାପୁଲି ବାରମ୍ବାର କୁଣ୍ଡେଇ ହୁଏ, ଏହା ଶୁଭ ଓ ଭଲ ସଂକେତ ମନାଯାଇଥାଏ। ଏହା ମାନେ ଜୀବନରେ ଧନ ସମସ୍ୟାର ଦୂର ହେବାକୁ ଯାଉଛି ଓ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ନମ୍ବର 2, ଶଙ୍ଖ ଧ୍ୱନି ଶୁଣାଇ ଦେଲେ। ସକାଳୁ ଉଠୁ ଉଠୁ ଯଦି ଶଙ୍ଖର ଧ୍ୱନି ଶୁଣାଇ ଦେଇଥାଏ, ଏହା ଜୀବନରେ ଭଲ ବଦଲାବର ସଂକେତ ମନାଯାଇଥାଏ। ଏହି ସଂକେତ ବତାଏ କି ଆପଣଙ୍କ ଖରାପ ସମୟ ଏବେ ଭଲ ସମୟରେ ବଦଳିବାକୁ ଯାଉଛି। ତା ସହ ଜୀବନର କୌଣସି ବଡ଼ ଉପଲବ୍ଧି ଆପଣଙ୍କ ହାତରେ ଲାଗିପାରେ। ନମ୍ବର 3, କଳା ପିମ୍ପୁଡ଼ି କି ଜନ୍ଦା ଧାଡ଼ି ଧାଡ଼ି ହୋଇ ଘରକୁ ଆସିବାର ଦୃଶ୍ୟ। ଯଦି ଆପଣଙ୍କ ଘରୁ କଳା ପିମ୍ପୁଡ଼ି କିମ୍ବା ଜନ୍ଦା ଲାଇନ୍ ହୋଇ ଚାଲୁଥିବାର ଦୃଶ୍ୟ ନଜରରେ ଆସେ ଓ ଏହା କୌଣସି ଖାଦ୍ୟ ପଦାର୍ଥରେ ଲାଗିଯାଆନ୍ତି, ତେବେ ଭାବନ୍ତୁ କି ଆପଣଙ୍କର ଘରେ ମା ଲକ୍ଷ୍ମୀ ପ୍ରବେଶ କରିସାରିଛନ୍ତି। ଏହା ପଇସା ଆସିବାର ସଂକେତ ଦେଇଥାଏ। ନମ୍ବର 4, ସକାଳୁ ଗାଈ ଆପଣଙ୍କ ଘର ଦ୍ୱାରକୁ ଆସିଲେ। ଯଦି ସକାଳରୁ ଗାଈ ଆପଣଙ୍କ ଘର ଦ୍ୱାରର ପାଖକୁ ଆସି ହମା ହମା ରଡ଼ି କରୁଥାଏ, ଏହା ଈଶ୍ୱରଙ୍କର ଆଶୀର୍ବାଦ ଭାବନ୍ତୁ। ଏଭଳି ସ୍ଥିତିରେ ଗାଈକୁ ରୁଟି କିମ୍ବା ଘାସ ଦେଇ ବିଦା କରିବା ଆବଶ୍ୟକ। ଏହାର ଅର୍ଥ କି ମା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘରର ଦ୍ୱାରକୁ ଆସିଛନ୍ତି। ନମ୍ବର 5, ତୁଳସୀ ଗଛ ଅତ୍ୟନ୍ତ ଘନ ଓ ସବୁଜ ହୋଇଗଲେ। ଯଦି ଆପଣଙ୍କ ଘର ଅଗଣା ତୁଳସୀ ଗଛ ଅଚାନକ ଖୁବ୍ ଘନ ଓ ସବୁଜ ଶ୍ୟାମଳ ହୋଇଯାଇଥାଏ, ଏହା ଖୁସି ଖବର ଓ ଧନ ସମୃଦ୍ଧିର ଆଗମନର ସଂକେତ ଦେଇଥାଏ। ଏହାର ଅର୍ଥ ଆପଣଙ୍କ ଘରକୁ ଜଲ୍ଦି ଧନ ଓ ସମୃଦ୍ଧି ଆସିବାକୁ ଯାଉଛି। ନମ୍ବର 6, ଝାଡ଼ୁ ଓ ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧରେ ଜାଣକାରୀ। ଝାଡ଼ୁ ଓ ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧ ଅତ୍ୟନ୍ତ ଗଭୀର ହୋଇଥାଏ। ଯଦି ଆପଣ ପ୍ରାତଃ କି ଝାଡ଼ୁ କରୁଥିବାର ଦେଖିଦିଅନ୍ତୁ, ତେବେ ଏହା ଭାବନ୍ତୁ ଯେ ଜଲ୍ଦି ହିଁ ଆପଣ ଧନବାନ ହେବାକୁ ଯାଉଛନ୍ତି। ଯଦି ସକାଳୁ ଅଫିସ ଯିବା ସମୟରେ ବାଟରେ 5 ଦିନ ଯାଏଁ ଲଗାତାର କିଏ ଝାଡ଼ୁ ଲଗାଇଥିବାର ଦୃଶ୍ୟ ଦେଖନ୍ତି, ଏହା ସଂକେତ ଦେଇଥାଏ କି ଆପଣ ଏବେ ସବୁ କଷ୍ଟ ଦୂର ହେବାକୁ ଯାଉଛି ଓ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ଓ ଆପଣଙ୍କ ପରିବାର ଉପରେ ରହିଛି। ନମ୍ବର 7, ସକାଳୁ ଘର ବାହାରେ ପଇସା ମିଳିଲେ। ଯଦି ଆପଣଙ୍କୁ ସକାଳ ସମୟରେ ଘରର ବାହାରେ ପଇସା ପଡ଼ୁଥିବା ଦେଖନ୍ତି, ଏହା ମଧ୍ୟ ଧନ ଆଗମନର ସଂକେତ ଦେଇଥାଏ। ଏଭଳି କି କପଡ଼ା ପିନ୍ଧିବା ବେଳେ କିମ୍ବା ଉତାରିଲା ବେଳେ ଯଦି ପଇସା ଆପଣଙ୍କ ଡ୍ରେସ୍ରୁ ତଳେ ପଡ଼ିଯାଇଥାଏ, ଏହା ବି ମଧ୍ୟ ଧନ ପ୍ରାପ୍ତିର ଶୁଭ ସଂକେତ ଦେଇଥାଏ। ନମ୍ବର 8, ଘରର ମୁଖ୍ୟ ଦ୍ୱାର ଆପଣଙ୍କର ଆମ୍ବ ଗଛ ଆପେ ଆପେ ଉଠିବେ କିମ୍ବା ପବନରେ ଆମ୍ବ ପତ୍ରର ଡାଳ ଛିଡ଼ି ଆପଣଙ୍କ ମୁଖ୍ୟ ଦ୍ୱାରରେ ପଡ଼ିଗଲେ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ବାହାରେ ଆମ୍ବ ଗଛ ଆପେ ଆପେ ବଢ଼ିଥାଏ, ଏହା ମଧ୍ୟ ସଂକେତ ଦେଇଥାଏ କି ଆପଣ ଧନବାନ ହେବାକୁ ଯାଉଛନ୍ତି। ଏହା ଆପଣଙ୍କୁ ବହୁତ ଶୁଭ ସଂକେତ ଦେଇଥାଏ। ଏହାର ଅର୍ଥ କି ଆପଣଙ୍କ ଘରକୁ ଜଲ୍ଦି ହିଁ ଧନର ଆଗମନ ହେବାକୁ ଯାଉଛି। ନମ୍ବର 9, ବିଲେଇ ଛୁଆ ଜନ୍ମ କଲେ। ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଜନ୍ମ ଦିଏ, ଏହା ମଧ୍ୟ ଏକ ଶୁଭ ସଂକେତ ମନାଯାଇଥାଏ। ଯଦି ଆପଣଙ୍କ ଛାତ ଉପରେ କୌଣସି ମୂଲ୍ୟବାନ ଜିନିଷ ପଡ଼ିଥାଏ, ଏହା ମଧ୍ୟ ଏକ ଭଲ ସଂକେତ ହୋଇଥାଏ। ଶାସ୍ତ୍ର ଅନୁସାରେ ଯଦି କୌଣସି ପକ୍ଷୀ ଆପଣଙ୍କ ଛାତରେ କୌଣସି ମୂଲ୍ୟବାନ ବସ୍ତୁ ପକାଇ ଦେଇଥାଏ, ଏହା ଧନବାନ ହେବାର ସଂକେତ ଦେଇଥାଏ। ନମ୍ବର 10, ଝିଟିପିଟି ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଦେଖାଦେଲେ। ଯଦି ଘରେ ଅଚାନକ 3ଟା ଝିଟିପିଟି ଏକା ସ୍ଥାନରେ ଦେଖାଦିଅନ୍ତି, ଏହା ବହୁତ ଶୁଭ ମନାଯାଇଥାଏ। କିମ୍ବା ଯଦି ଝିଟିପିଟି ଜଣେ ଅନ୍ୟ ଜଣଙ୍କୁ ପିଛା କରନ୍ତି, ଏହା ମଧ୍ୟ
ଘରର ଉନ୍ନତିର ସଂକେତ ହୋଇଥାଏ। ଯଦି ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଦିଏ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଅପାର ଧନ ମିଳିବାର ସଂକେତ ମନାଯାଇଥାଏ। ନମ୍ବର 11 ସକାଳୁ ଆଖୁ ଦେଖିଲେ ଯଦି ପ୍ରାତଃ ସମୟରେ ଅଚାନକ ଆପଣଙ୍କର ଆଖୁ ଦେଖାଦିଏ ଏହା ବହୁତ ଶୁଭ ହୋଇଥାଏ। ଏହା ଏକ ଶୁଭ ସଂକେତ ମନାଯାଇଥାଏ। ଏହା ଦେଇଥାଏ କି ଆପଣଙ୍କ ଦିନ ଖୁବ୍ ଜଲ୍ଦି ବଦଳିବାକୁ ଯାଉଛି ଓ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ନମ୍ବର 12 ପେଚା ଘରର ବାହାରେ ଦେଖାଦେଲେ ମା ଲକ୍ଷ୍ମୀଙ୍କର ବାହନ ପେଚା ଯଦି ଆପଣଙ୍କ ଘର ପାଖରେ ଅନେକ ଦିନରୁ ଦେଖା ଦେଇଥାଏ ଏହା ଏକ ଶୁଭ ସଂକେତ କି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବ ଏବଂ ଯେଉଁଠାରେ ପେଚା ଦେଖାଦିଏ ସେହିଠାରେ ମା ଲକ୍ଷ୍ମୀଙ୍କର ଆଗମନ ନିଶ୍ଚିନ୍ତ ରୂପରେ ହୋଇଥାଏ। ଏହା ସଂକେତ ଦେଇଥାଏ କି ଜଲ୍ଦି ଆପଣଙ୍କୁ ଅପାର ଧନ ସମ୍ପତ୍ତି ପ୍ରାପ୍ତି ହେବ। ନମ୍ବର 13 ସ୍ୱପ୍ନରେ ହଳଦିଆ କିମ୍ବା ଲାଲ ଫୁଲ ଦେଖାଦେଲେ ସ୍ୱପ୍ନରେ ଯଦି ଆପଣଙ୍କୁ ହଳଦିଆ କିମ୍ବା ଲାଲ ଫୁଲ ଦେଖାଦିଏ ଏହା ଧନ ପ୍ରାପ୍ତିର ସଂକେତ ମନାଯାଇଥାଏ। ଏହା ଅଲଗା ସ୍ୱପ୍ନରେ ମନ୍ଦିର ଦେଖିବା ମଧ୍ୟ ଶୁଭ ହୋଇଥାଏ। ଏହା କେବଳ ଯେ ଧନ ପ୍ରାପ୍ତିର ସଂକେତ ଦେଇଥାଏ ବରଂ ଆଧ୍ୟାତ୍ମିକ ଉନ୍ନତିର ମଧ୍ୟ ସଂକେତ ଦେଇଥାଏ। ଯଦି ସ୍ୱପ୍ନରେ ଲାଲ ଶାଢ଼ୀ ପିନ୍ଧିବାର କୌଣସି ମହିଳା ଦୃଶ୍ୟମାନ ହୁଏ ଏହା ମହାଲକ୍ଷ୍ମୀଙ୍କର ଆଗମନର ସଂକେତ ମନାଯାଇଥାଏ। ସ୍ୱପ୍ନରେ ଉଚ୍ଚ ସ୍ଥାନରେ ଚଢ଼ିବା ମଧ୍ୟ ଉନ୍ନତି ଓ ସଫଳତାର ପ୍ରତୀକ ମନାଯାଇଥାଏ। ନମ୍ବର 14 କୁକୁର ରାସ୍ତାରେ ରୁଟି ଆଣୁଥିବାର ଦୃଶ୍ୟ ଦେଖିଲେ ଯଦି ଆପଣ କୌଣସି କାମରେ ବାହାରକୁ ଯିବା ରାସ୍ତାରେ କୌଣସି କୁକୁର ନିଜ ମୁହଁରେ ଖାଇବା ଜିନିଷ କୌଣସି ଶାକାହାରୀ ଖାଦ୍ୟ ପଦାର୍ଥ କିମ୍ବା ରୁଟି ଆଣୁଥିବାର ଦୃଶ୍ୟ ଦେଖାନ୍ତି ଏହା ସଂକେତ ଦେଇଥାଏ କି ଆପଣଙ୍କୁ କୌଣସି କ୍ଷେତ୍ରରୁ ଧନ ଲାଭ ହେବାର ସମ୍ଭାବନା ରହିଛି। ନମ୍ବର 15 ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିଗଲେ ଯେବେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଥାଏ ସେତେବେଳେ ବ୍ରହ୍ମ ମୁହୂର୍ତ୍ତରେ ପ୍ରାପ୍ତ 3ଟାରୁ 5ଟା ମଧ୍ୟରେ ଆପଣଙ୍କ ନିଦ ଆପେ ଆପେ ଭାଙ୍ଗି ଯାଇଥାଏ। ଏହା ଆପଣଙ୍କର ଦିନଚର୍ଯ୍ୟାକୁ ସୁଧାରିଥାଏ ଓ ଧୀରେ ଧୀରେ ଆପଣଙ୍କ ଜୀବନର ସବୁ କଠିନ ସମସ୍ୟା ଦୂର ହେବାକୁ ଲାଗିଥାଏ। ଶାସ୍ତ୍ରରେ କୁହାଯାଇଛି କି ଯଦି ଆପଣଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଖୋଲି ଯାଇଥାଏ ଏହା ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ ଦୁଃଖର ବାଦଲ ସମାପ୍ତ ହେବାକୁ ଯାଉଛି ଓ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ପରିବାର ଉପରେ ଲାଗି ରହିବ। ନମ୍ବର 16 ସ୍ୱପ୍ନରେ ଶୁଆ ଦେଖାଇଦେବା ଯଦି ସ୍ୱପ୍ନରେ ଆପଣ ଶୁଆ ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କର ଆର୍ଥିକ ସମସ୍ୟା ଜଲ୍ଦି ସମାପ୍ତ ହେବାକୁ ଯାଉଛି ଏବଂ ଏହା ସହିତ ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ହେବାକୁ ଯାଉଛି ଓ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି। ନମ୍ବର 17 ସ୍ୱପ୍ନରେ ଶୁଭ ପ୍ରତୀକ ଦେଖିବା ଯଦି ଆପଣ ପ୍ରତିଦିନ ସ୍ୱପ୍ନରେ ପେଚା ହାତୀ ଶଙ୍ଖ କଦଳୀ ମୟୂର କିମ୍ବା ଝିଟିପିଟି ବାରମ୍ବାର ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣ ଧନୀ ହେବାକୁ ଯାଉଛନ୍ତି। ନମ୍ବର 18 ସକାଳୁ ଉଠିଲା ମାତ୍ରରେ ଶଙ୍ଖର ଧ୍ୱନି ଶୁଣାଇ ଦେଲେ ଯଦି ଆପଣ ପ୍ରାତଃ ଉଠିଲା ମାତ୍ରରେ ଶଙ୍ଖର ଧ୍ୱନି ଶୁଣାଇ ଦେଇଥାଏ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। କିମ୍ବା ଯଦି ଆପଣ କୁକୁର ମୁହଁରେ ଶାକାହାରୀ ଖାଦ୍ୟ ପଦାର୍ଥ କିମ୍ବା ରୁଟି ଆଣୁଥିବା ଦୃଶ୍ୟ ଦେଖନ୍ତି ଏହା ଧନ ପ୍ରାପ୍ତିର ସଂକେତ ମନାଯାଇଥାଏ। ନମ୍ବର 10 ରାସ୍ତାରେ କିନ୍ନର ଦେଖାଇଲେ ଯଦି ଆପଣ କୌଣସି ଶୁଭ କାମରେ ବାହାରକୁ ଯିବା ସମୟରେ ରାସ୍ତାରେ କିନ୍ନର ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣ ଏହି ସମୟରେ କିନ୍ନରକୁ କିଛି ପଇସା ଦେବା ଆବଶ୍ୟକ ଏବଂ କିନ୍ନର ଯଦି ଆପଣଙ୍କୁ ସେହି ପଇସା କିଛି ଫେରସ୍ତ କରେ ଏହାକୁ ସାଇ ସମ୍ଭାଳିକି ରଖିବା ଆବଶ୍ୟକ। ଏହି ପଇସା ହିଁ ଧନ ସମ୍ପତ୍ତିର ବୃଦ୍ଧି କରିଥାଏ ଏବଂ ସମୃଦ୍ଧି ମଧ୍ୟ ବୃଦ୍ଧି କରିଥାଏ। ନମ୍ବର 20 ଘରର ଛାତ ଉପରେ ଯଦି କୋଇଲି ବୋବାଇଥାଏ ଯଦି ଆପଣଙ୍କ ଘରର ଛାତ ଉପରେ କୋଇଲି ବୋବାଉଥିବାର ଶୁଣାଇ ଦେଇଥାଏ ଏହାର ଅର୍ଥ କି ଆପଣଙ୍କ ଘରେ ଧନ ସମୃଦ୍ଧି ଆସିବାକୁ ଯାଉଛି ଏହା ଏକ ଶୁଭ ସଂକେତ ହୋଇଥାଏ। ଏବଂ ନମ୍ବର 21 ସକାଳୁ ଉଠିଲା ମାତ୍ରେ ଯଦି ପୂଜା ଘରର ଯେଉଁ ନଡ଼ିଆ ଥୋଇଥିବେ ତାହା ଦେଖାଯାଇଥାଏ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ସକାଳୁ ଉଠିଲା ହିଁ ଆପଣଙ୍କ ପୂଜା ଘରରେ ଛଡ଼ାଯାଇଥିବା ନଡ଼ିଆକୁ ଆପଣ ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ମହାଲକ୍ଷ୍ମୀ ଆପଣଙ୍କ ଉପରେ ବିଶେଷ କୃପା କରୁଥାନ୍ତି। ଏହାର ଅର୍ଥ ଅତି ଶୀଘ୍ର ଆପଣଙ୍କର ଶୁଭ ସମୟ ଆସିବାକୁ ଯାଉଛି ଏବଂ ଜୀବନରେ ସୁଖ ଓ ସମୃଦ୍ଧି ଏବଂ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି ସୁଖ ସମୃଦ୍ଧିର ବୃଦ୍ଧି ହେବାକୁ ଯାଉଛି। ଏହା ଥିଲା 21 ଗୋଟି ଶୁଭ ସଂକେତ। ଆପଣଙ୍କୁ ଆମ ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ନିଶ୍ଚୟ କହିବେ ଏବଂ ଜୟ ମା ଲକ୍ଷ୍ମୀ ଲେଖିବାକୁ ଟୋଟାଲି ଭୁଲିବେ ନାହିଁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।